ନମସ୍କାର। ଆଜି ଆମେ ଚତୁର୍ଥ ଶ୍ରେଣୀ ଗଣିତ କୁକ ବହିର ପାଠ 10 ଗୁଣନ କରି ଜାଣିବା ବିଷୟଟି ପଢିବା। ଏହି ବିଷୟଟିର ଶିକ୍ଷଣ ଫଳାଫଳ ଲର୍ନିଂ ଆଉଟକମ୍ କୋଡ୍ 8304 ଅର୍ଥାତ୍ ଶିକ୍ଷାର୍ଥୀମାନେ 2, 3, 4 ଏବଂ 10 ପର୍ଯ୍ୟନ୍ତ ସଂଖ୍ୟାର ଗୁଣନ ଖନ୍ଦା ପ୍ରସ୍ତୁତ କରି ଏହାର ବ୍ୟବହାର କରିବେ ଏବଂ ଦୈନନ୍ଦିନ ପରିସ୍ଥିତିରେ ମଧ୍ୟ ଏହାର ବ୍ୟବହାର କରିବେ। ପିଲାମାନେ, ତମମାନେ ଜାଣିଛ ଆଜି ମୁନିର ଜନ୍ମଦିନ। ସେ ତୁମମାନଙ୍କ ପାଇଁ ଚକୋଲେଟ ଆଣିଛି। ଆଚ୍ଛା କହିଲ ଦେଖି, ସେ ଯଦି ତମକୁ ଜଣକା 2ଟା ଲେଖା ଚକୋଲେଟ ଦବ, ତାହେଲେ ସେ କେତେ ଚକୋଲେଟ ଆଣିଥିବା ଦରକାର? କିଏ କହିବ ଟିକେ ହାତ ଟେକ ତ? ମୁନା କହିଲୁ ଦେଖି, ମୁନି କେତେଟା ଚକୋଲେଟ ଆଣିଥିବା ଦରକାର? ଦିଦି ଦିଦି 12ଟି। ଭେରି ଗୁଡ୍। ଆଚ୍ଛା ପିଲାମାନେ, ତୁମେ କହିପାରିବ କି ଏହାର ଉତ୍ତର 12 ହେଲା ବୋଲି ମୁନା କେମିତି ଜାଣିଲା? କି କହିପାରିବ ହାତ ଟେକିଲ? ନା ଦିଦି, ଆମେ ତ ଜାଣିନୁ। ମୁନା ଧାବା ପିତି କହିଦେଲା, ନହେଲେ ସିଏ ବି ଜାଣିନି। ଠିକ ଅଛି, ଆଜି ଆମେ ସେଇ ବିଷୟରେ ଜାଣିବା ଏବଂ ଗୁଣନ କରି ଶିଖିବା ହେଲା। ଆଚ୍ଛା ପିଲାମାନେ, କହିଲ ଏଠାରେ କଣ ଲେଖା ହୋଇଛି? ଆଚ୍ଛା କହିଲ ସମସ୍ତେ। 4 ଆଉ 2 ମଝିରେ ଯୋଉ ଚିହ୍ନ ଅଛି ଛକି ଭଳିଆ ଚିହ୍ନଟା, ତାକୁ ଆମେ କଣ କହିବା? ଅଂଶୁ କୁହ। ଦିଦି ଗୁଣନ ଚିହ୍ନ, ମୁଁ ଜାଣିଛି, ଟ୍ୟୁସନରେ ପଢିଥିଲି। ଭେରି ଗୁଡ୍। ପିଲାମାନେ, ଚାଲ ଆଜି ଆମେ 4 ଏବଂ 2ର ଗୁଣଫଳ ନିର୍ଣ୍ଣୟ କରିବା ଏବଂ ଅଲଗା 2ଟି ସଂଖ୍ୟାରେ ଆମେ କିପରି ଗୁଣଫଳ ନିର୍ଣ୍ଣୟ କରିବା ସେଇ ବିଷୟରେ ଜାଣିବା। ଠିକ ଅଛି, ଏବେ ଗୁଣନ ଶିଖିବା। ପିଲାମାନେ କହିଲ ଦେଖି, ଏଠାରେ କେତୋଟି ଧାଡି ଅଛି? ଦିଦି 2ଟି ଧାଡି ଅଛି। ଏବେ କୁହ, ପ୍ରଥମ ଧାଡିରେ କେତୋଟି କାଗଜ ପଟି ଅଛି? 1, 2, 3, 4। ଦିଦି 4ଟି କାଗଜ ପଟି ଅଛି। ଏବେ କୁହ, ଦ୍ୱିତୀୟ ଧାଡିରେ କେତୋଟି କାଗଜ ପଟି ଅଛି? ଦିଦି ସେଇ 4ଟି ଅଛି। 2ଟି ଧାଡିର କାଗଜ ସବୁକୁ ମିଶେଇ ଦିଅ ଏବଂ ସମୁଦାୟ କେତୋଟି କାଗଜ ପଟି ଅଛି କୁହ? ଦିଦି 4, 4 ମିଶିକି 8ଟା କାଗଜ ପଟି ଅଛି। ଦେଖିଲ ତ, 4 ଗୁଣନ 2 ସମାନ 4 ଯୁକ୍ତ 4 ସମାନ 8। ଏଥିରୁ ଆମେ କଣ ଜାଣିଲେ କହିଲ? 4ର 2 ଗୁଣ ସମାନ 8। 4କୁ 2 ସହ ଗୁଣିବା ଯାହା, 4କୁ 2 ଥର ମିଶେଇବା ମଧ୍ୟ ସେଇଆ। ଅର୍ଥାତ୍ ଗୁଣଫଳ ନିର୍ଣ୍ଣୟ କରିବା ପାଇଁ ଆମକୁ ବାରମ୍ବାର ମିଶାଣ କରିବାକୁ ପଡିବ। ସମସ୍ତେ ବୁଝିଲ? ଏହାକୁ ଆମେ 4 ଗୁଣନ 2 ଭାବେ ଲେଖିପାରିବା। 4 ଗୁଣନ 2 ସମାନ 4 ଯୁକ୍ତ 4 ସମାନ 8। 2ଟି ସଂଖ୍ୟାର ଗୁଣଫଳ ନିର୍ଣ୍ଣୟ କରିବା ପାଇଁ ଆମକୁ ବାରମ୍ବାର ମିଶାଣ କରିବାକୁ ପଡିବ। କିନ୍ତୁ ଏହି ମିଶାଣକୁ ଆମକୁ ନିୟମରେ କରିବାକୁ ପଡିବ ହେଲା। ଏବେ ନିୟମଟି ଶୁଣ। ଗୁଣନର ବାମ ପଟେ ଯେତିକି ସଂଖ୍ୟା ଲେଖା ଅଛି, ଆମେ ସେତିକି ସମାନ ପ୍ରକାର ଜିନିଷ ନବା। ଗୁଣନର ଡାହାଣ ପଟେ ଥିବା ଯେତିକି ସଂଖ୍ୟା ଲେଖା ଅଛି, ଆମେ ନେଇଥିବା ଜିନିଷକୁ ସେତିକି ଧାଡିରେ ସଜେଇ ରଖିବା ଏବଂ ସଜେଇ ସାରିବା ପରେ ଏହାକୁ ମିଶାଇ ଦେଲେ ଆମେ 2ଟି ସଂଖ୍ୟାର ଗୁଣଫଳ ପାଇଯିବା। ସମସ୍ତେ ବୁଝିଲ ନା? ପିଲାମାନେ, ଏବେ ତୁମ ପାଇଁ କାମ ହେଲା। ସମସ୍ତେ କରିବ। ତଳେ ଦିଆଯାଇଥିବା ଚିତ୍ରକୁ ଗୁଣନରେ ପ୍ରକାଶ କରିବ ଏବଂ ଗୁଣଫଳ ନିର୍ଣ୍ଣୟ କରିବ। ପିଲାମାନେ, ଘରେ 4ର ଗୁଣନ ଖନ୍ଦା ପ୍ରସ୍ତୁତ କରି ଆଣିଥିବ, କାଲି ଦେଖିବା ହେଲା।
ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।